ବିନା ପ୍ରଭୁ କିଏ ଅଛି ମୋର, କାହା ଆଗେ କହିବି ଦୁଃଖ। ଆହେ ଦୁଃଖ ହାରି କେବଳ ତୁମରି ପ୍ରେମକୁ ମଣୁଛି ସୁଖ। ତୁମେ ସାଥେ ମୋର ଭାବ ଦିଆ ନିଆ। ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣ ମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନବା ଆଜିର ପଞ୍ଚାଙ୍ଗ। ଆଜି 2026 ଜାନୁଆରୀ ମାସ 29 ତାରିଖ, ଓଡ଼ିଆ ମାଘ ମାସ 16 ଦିନ, ଗୁରୁବାର, ଶୁକ୍ଳ ପକ୍ଷ, ଏକାଦଶୀ ତିଥି, ଯାହା ଦିବା 10 ଘଟିକା 29 ମିନିଟ୍ ପର୍ଯ୍ୟନ୍ତ ରହୁଛି। ତାପରେ ଦ୍ୱାଦଶୀ ତିଥି ଆରମ୍ଭ ହଉଛି। ଆଜି ମୃଗଶିରା ନକ୍ଷତ୍ର, ଯାହା ରାତ୍ରି 3 ଘଟିକା 1 ମିନିଟ୍ ପର୍ଯ୍ୟନ୍ତ ରହୁଛି। ତାପରେ ଆଦ୍ରା ନକ୍ଷତ୍ର ଆରମ୍ଭ ହଉଛି। ଆଜି ବୃଷ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି, ଯାହା ଦିବା 3 ଘଟିକା 41 ମିନିଟ୍ ପର୍ଯ୍ୟନ୍ତ। ତାପରେ ଚନ୍ଦ୍ର ମିଥୁନ ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6 ଘଟିକା 25 ମିନିଟ୍ରେ। ସେଇଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5 ଘଟିକା 31 ମିନିଟ୍ରେ। ଆଜି ଯୁଗ୍ନି ରହିଛି ଅଗ୍ନି କୋଣରେ, ଦିବା 10 ଘଟିକା 29 ପରେ ଯୁଗ୍ନି ନୈಋତ କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ବିଛା ରାଶି ବ୍ୟକ୍ତିଙ୍କର, ଯାହା ଅପରାହ୍ନ 3 ଘଟିକା 41 ମିନିଟ୍ ପର୍ଯ୍ୟନ୍ତ। ତାପରେ ଘାତ ଚନ୍ଦ୍ର ରହିବ କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ମୂର୍ତ୍ତ ବ୍ୟକ୍ତିର, ଯାହା ଦିବା 10 ଘଟିକା 29 ପରେ 1 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ପଶୁହାନି। ଆଜି ଦ୍ୱାଦଶୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ଶିମ୍ବ, ତତ୍ସହିତ ପୁଇ ଭୋଜନ ନିଷେଧ ରହିଛି। ଆଜି ସର୍ବସହମତ ଭୂମି ବଡ଼ ଏକାଦଶୀ, ତତ୍ସହିତ ବ୍ୟାସ ସରୋବର ସ୍ନାନ ଓ ମେଳା, ଏବଂ ଆଜି ଲକ୍ଷ୍ମୀ ନାରାୟଣ ବ୍ରତ, ତତ୍ସହିତ ମାଳିକାର ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ଜନ୍ମ ଉତ୍ସବ, ତତ୍ସହିତ ଆଜି ମଧ୍ୟ ବରାହ ଦ୍ୱାଦଶୀ। ଆଜି ଧର୍ମକୃତ କାର୍ଯ୍ୟ ରହିଛି, ଯାହାକି ସର୍ବସହମତ ଭୂମି ବଡ଼ ଏକାଦଶୀ ଉପବାସ ବ୍ରତ କରିବା ସହିତ ଆଜି ହଳ ମଧ୍ୟ ନିଷେଧ ରହିଛି। ତତ୍ସହିତ ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ। ପୁଂସବନ, ସୀମାନ୍ତୟନ, ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରସନ୍ନ, ଦୀକ୍ଷା ଗ୍ରହଣ, ପୁରାତନ ଗ୍ରହ ପ୍ରବେଶ, ଜଳାଶୟ ଆରମ୍ଭ, କୂପ ଆରମ୍ଭ, ଦେବତା ଗଠନ, ନୌକା ଗଠନ, ତତ୍ସହିତ ଯାନବାହନ ନିର୍ମାଣ, ଚାଳନା, ଯାତ୍ରା କରିବା ସହିତ ପୁଣ୍ୟ ଆରମ୍ଭ, ଔଷଧୀକରଣ ଓ ସେବନ, ଆରୋଗ୍ୟ ସ୍ନାନ, ବୃକ୍ଷରୋପଣ, ଧାନ ସ୍ଥାପନ, ନବଶଯ୍ୟା ଉପଭୋଗ, ପୁଂସବନ, ସ୍ତ୍ରୀ ରତ୍ନ ଧାରଣ, ହୋମାଦି ଶାନ୍ତି, ତତ୍ସହିତ ରାତ୍ରିରେ ଗର୍ଭଧାରଣ କରିପାରିବେ। ଆଜିର ଅଶୁଭ ବେଳା, ଯାହା ଦିବା 1 ଘଟିକା 25 ରୁ ଦିବା 2 ଘଟିକା 50 ମଧ୍ୟ ରହିଛି ରାହୁ କାଳ। ସେହିଭଳି ଦିବା 3 ଘଟିକା 53 ରୁ ଅପରାହ୍ନ 5 ଘଟିକା 30 ମଧ୍ୟ ରହିଛି କାଳ ବେଳା ସହିତ 12 ବେଳା। ସେହିଭଳି ରାତ୍ରି 11 ଘଟିକା 47 ରୁ ରାତ୍ରି 1 ଘଟିକା 20 ମଧ୍ୟ ରହିଛି କାଳ ରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 8 ଘଟିକା 1 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 10 ଘଟିକା 25 ରୁ ଦିବା 11 ଘଟିକା 5 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 2 ଘଟିକା 10 ରୁ ରାତ୍ରି 4 ଘଟିକା 36 ମଧ୍ୟ ରହିଛି ଶୁଭ ବେଳା। ଏବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ଆପଣ ଆଦର୍ଶ ଭଳିଆ କାର୍ଯ୍ୟ ହୋଇ ନପାରେ। ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ କିଛି ବାଧାବିଘ୍ନ ସାମ୍ନା କରିବାକୁ ପଡ଼ିପାରେ। ତେଣୁ ମେଷ ରାଶି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ନିଶ୍ଚିତ ଦୂରତା ଅବଲମ୍ବନ କରନ୍ତୁ। ତେବେ ପ୍ରତ୍ୟେକ କାର୍ଯ୍ୟକୁ ସଫଳତା ବନେଇବା ପାଇଁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ। ଆଜି ମେଷ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆପଣ ଚାପଗ୍ରସ୍ତ ରହିପାରନ୍ତି,
ଯାହା ପାଇଁ ଆପଣଙ୍କର ମାନସିକ ସ୍ଥିତି ଟିକେ ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ। ଦୈନନ୍ଦିନ ଚାକିରି ସମ୍ବନ୍ଧ କାର୍ଯ୍ୟରେ ଆପଣ ନିଶ୍ଚିତ ଟିକେ ସାବଧାନ ରୁହନ୍ତୁ। କାର୍ଯ୍ୟରେ ତ୍ରୁଟି ହବାର ଅନେକ ଚାନ୍ସ ରହୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ନିଜ ଭିତରେ କିଛି ମଧୁରତା ସମ୍ପର୍କ ଖରାପ ହବାର ଚାନ୍ସ ରହୁଛି, ଯାହା ପାଇଁ ନିଜ ଭିତରେ ଝଗଡ଼ା ଭୁଲ ବୁଝାମଣା ଯୋଗୁଁ ଆପଣଙ୍କର ଭୁଲ ପଦକ୍ଷେପ ନେଇ ନିଜ ଭିତରେ ଆପଣଙ୍କର ସମ୍ପର୍କ ଆଗକୁ ବହୁତ ମହଙ୍ଗା ପଡ଼ିପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ମେଷ ରାଶି ବ୍ୟକ୍ତି କୌଣସି ନୂତନ କଥାବାର୍ତ୍ତା ପ୍ରେମ ପାଇଁ ଆଦୌ ଭଲ ଯୁଗ ନାହିଁ। ତେବେ ମେଷ ରାଶି ବ୍ୟକ୍ତି ଆଜି ପାରିବାରିକ ସମ୍ପର୍କ ନିଜ ଭିତରେ କିଛି ଭୁଲ ବୁଝାମଣା ବା ଅସ୍ଥିରତା କଳହଯୁକ୍ତ ରହୁଛି, ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ। ଆଜି ମେଷ ରାଶି ବ୍ୟକ୍ତି ଆର୍ଥିକ ପରିସ୍ଥିତି ଅନାବଶ୍ୟକ ଖର୍ଚ୍ଚ ଠାରୁ ନିଜକୁ ଦୂରତା ଅବଲମ୍ବନ କରିବା ସହିତ କୌଣସି ବେପାର ବାଣିଜ୍ୟ କ୍ଷେତ୍ରରେ ଆଜି ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ଆପଣ ଟିକେ ସ୍ଥିରତା ଅବଲମ୍ବନ କରନ୍ତୁ। ଆଜି ମେଷ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ମାନଙ୍କ ପାଇଁ ଭାଗ୍ୟ ସାଥ ନାହିଁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ସ୍ୱାସ୍ଥ୍ୟ ଅସ୍ଥିରତା ଆଡ଼କୁ ନିଶ୍ଚିତ ଯାଇପାରେ। ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ, ବିଶେଷ କରି ଯେଉଁମାନେ ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଥିବ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ଯାହାକି ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 55% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ନିଶ୍ଚିତ ଆପଣ ସଫଳତାର ଶୀର୍ଷ ପହଞ୍ଚି ପାରନ୍ତି। ଆପଣ ବୁଦ୍ଧି ସହକାରେ ନିଜର କାର୍ଯ୍ୟ କରିଲେ ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳତା ରହିବ। ତେବେ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ। ଶାନ୍ତ ସ୍ଥିର ରହି କାର୍ଯ୍ୟ କରିଲେ କୌଣସି କାର୍ଯ୍ୟ ଆପଣଙ୍କର ବିଫଳତା ହେବ ନାହିଁ, ସମସ୍ତ କାର୍ଯ୍ୟ ସଫଳ ହେବ। ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ବୃଷ ରାଶି ବ୍ୟକ୍ତିଙ୍କର ଆଜି ସମ୍ପୂର୍ଣ୍ଣ ହେବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତେବେ ଆଜି ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ ନିଶ୍ଚିତ ଉତ୍ସାହ ଆନନ୍ଦିତ ଦେଇପାରେ। ବୃଷ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟଗୁଡ଼ିକୁ ଅତି ଏକାଗ୍ରତା ସହକାରେ କରିପାରନ୍ତି। ରାଜନୈତିକ ସାମାଜିକ କ୍ଷେତ୍ରରେ ବୃଷ ରାଶି ବ୍ୟକ୍ତିଙ୍କର ଦକ୍ଷତା ବୃଦ୍ଧି କରିପାରେ। ତତ୍ସହିତ ବୃଷ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯେଉଁମାନେ ଜଡ଼ିତ ଅଛନ୍ତି ସେମାନଙ୍କର ମଧୁର ବାର୍ତ୍ତାଳାପ ପାଇଁ ଆଜି ଉତ୍ତମ ଯୁଗ ରହୁଛି। ତତ୍ସହିତ ପୂର୍ବରୁ ଯଦି କିଛି ଭୁଲ ବୁଝାମଣା ଥିବ ତାହାର ସମାଧାନ ହୋଇପାରେ ପ୍ରେମ ଦୁନିଆ କ୍ଷେତ୍ରରେ। ଆଜି ନୂତନ ପ୍ରେମ ସମ୍ବନ୍ଧ ପାଇଁ ଭାଗ୍ୟ ଆପଣଙ୍କର ସାଥ ଦେଉଛି। ଆଜି ବୃଷ ରାଶି ବ୍ୟକ୍ତି ଶିକ୍ଷା କ୍ଷେତ୍ରରେ ଏବଂ ରାଜନୈତିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟପୂର୍ଣ୍ଣ ଶୁଭ ଯୁଗ ରହୁଛି। ତେବେ ବୃଷ ରାଶି ବ୍ୟକ୍ତି ଆଜି ଅର୍ଥଜନିତ କାରବାରରେ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଅତିରିକ୍ତ ଖର୍ଚ୍ଚକୁ ଟିକେ ନିୟନ୍ତ୍ରଣ ନିଅନ୍ତୁ। ତେବେ ଧାର ଉଧାର ପାଇଁ ଆଜି ଭାଗ୍ୟ ସାଥ ଦେଇପାରେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ବିଶେଷ କରି ପରିବାର ବର୍ଗଙ୍କ ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ବୃଷ ରାଶି ବ୍ୟକ୍ତି କିନ୍ତୁ ନିଜେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିପାରନ୍ତି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ଆପଣ ଯାହାକି ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଚିନ୍ତାଜନକ ଦିନ ହୋଇପାରେ। ତେଣୁ ପ୍ରତ୍ୟେକ କାର୍ଯ୍ୟ ସଚେତନ ସହକାରେ କରନ୍ତୁ। ତେବେ ମନ ଅସ୍ଥିର ରହିବ। ଭୁଲ ନିଷ୍ପତ୍ତି ନେବା ଠାରୁ ନିଜକୁ ଦୂରତା ଅବଲମ୍ବନ କରନ୍ତୁ। ବିଶେଷ କରି ଆଜି ନିଷ୍ପତ୍ତି କିଛି ନିଅନ୍ତୁ ନାହିଁ। ଆପଣଙ୍କୁ କାର୍ଯ୍ୟ ସଫଳତା ପାଇଁ ଆପଣ ଟିକେ ମନ୍ତ୍ର କିମ୍ବା ପ୍ରାର୍ଥନା କିମ୍ବା ପ୍ରବଚନ ଶୁଣନ୍ତୁ। ଦେଖିବେ ଆପଣଙ୍କର ମାନସିକ ସ୍ଥିତି ଭଲ ରହିବ ଏବଂ କାର୍ଯ୍ୟ ସଫଳତା ଆଡ଼କୁ ଅଗ୍ରଗତି କରିପାରେ। ତେବେ ଦୈନନ୍ଦିନରେ କାର୍ଯ୍ୟ ଚାପ ଭାରି ପଡ଼ିବ ଏବଂ ବିଶେଷ କରି ଚାକିରି ସମ୍ବନ୍ଧରେ କାର୍ଯ୍ୟ ତ୍ରୁଟି ହେବାର ସମ୍ଭାବନା ରହୁଛି। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ମିଥୁନ ରାଶି ବ୍ୟକ୍ତି। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟରେ ଆପଣ ନିଶ୍ଚିତ ଅନେକ ସଫଳତା ପାଇବା ପାଇଁ ନିହାତି କାର୍ଯ୍ୟ କିଛି ସଚେତନ କରନ୍ତୁ।
କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଶେଷ କରି ବେପାର ବାଣିଜ୍ୟରେ ଆପଣ ଦୂରତା ଅବଲମ୍ବନ କରନ୍ତୁ, କାରଣ ଆପଣଙ୍କର ବେପାର ବାଣିଜ୍ୟରେ ଭାଗ୍ୟ ନିମ୍ନଗାମୀ ରହୁଛି। ତତ୍ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଗ୍ରହମାନେ ଆପଣଙ୍କର ଅସ୍ଥିରତା ଆଡ଼କୁ ଅଗ୍ରଗତି କରାଉଛନ୍ତି। ଆଜି ମିଥୁନ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀମାନେ ନିଜର ପାଠ ପଢ଼ା ପ୍ରତି ନିଶ୍ଚିତ ସଚେତନ ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯେଉଁମାନେ ଅଛନ୍ତି ନିଶ୍ଚିତ ନିଜର ଜୀବନ ସାଥୀଙ୍କ ସହିତ ଭଲ ବୁଝାମଣା ରଖିବା ପାଇଁ ଚେଷ୍ଟା କରନ୍ତୁ, କାରଣ ଆଜି କଳହ ଯୁକ୍ତିତର୍କ ହବାର ଅନେକ ଚାନ୍ସ ରହୁଛି। ଆଜି ନୂତନ ପ୍ରେମ ପାଇଁ ଆଦୌ ଭଲ ଦିନ ହୋଇନପାରେ ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରନ୍ତୁ, କାରଣ ଆଜି ଭଲ ସମ୍ବନ୍ଧ ରହିବାରେ ଯାହାକି ଫାଟ ସୃଷ୍ଟି ହୋଇପାରେ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ। ତେଣୁ ନିଶ୍ଚିତ ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ, ବିଶେଷ କରି ଦାନ୍ତ ଜନିତ ସମସ୍ୟା ଆଜି ଟିକେ ବେଶୀ କଷ୍ଟ ଦେଇପାରେ। ତେଣୁ ନିଶ୍ଚିତ ମିଠା ଜିନିଷ ପ୍ରତି ଦୂରତା ଅବଲମ୍ବନ କରନ୍ତୁ ମିଥୁନ ରାଶି ବ୍ୟକ୍ତି, ତେବେ ଯାଇ ସ୍ୱାସ୍ଥ୍ୟ ଠିକ୍ ରହିବାର ଅଗ୍ରଗତି କରିପାରେ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3। ଭାଗ୍ୟ ରଙ୍ଗ ଆପଣ ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କ 40% ସାଥ ଦେଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଗ୍ରହ ସମ୍ପୂର୍ଣ୍ଣ ଶୁଭଯୋଗ ପରିସ୍ଥିତି ବନଉଛି, ଯାହାକି ବିଳାସପୂର୍ଣ୍ଣ ଦିନ ଆଜି କଟିବାର ସୁଯୋଗ ଦେଇପାରେ। ଆପଣଙ୍କର ମନ ଏକ ଦୃଢ଼ ମନୋବଳ ସଫଳତା ହାସଲ କରିବାର ପୂର୍ଣ୍ଣ ସହଯୋଗ କରୁଛି। ଗ୍ରହମାନେ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ପୂର୍ଣ୍ଣ ଶୁଭଯୋଗ ପରିସ୍ଥିତି ବନଉଛି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ସୁଖ ବା କିଛି ନୂତନ କାର୍ଯ୍ୟ କରିବା ପାଇଁ ଭାଗ୍ୟ ସହଯୋଗ କରୁଛି। ସହକର୍ମୀ, ପରିବାର ବର୍ଗ ଏବଂ ସାଙ୍ଗସାଥୀ ମାନେ ନିଶ୍ଚିତ ଆପଣଙ୍କୁ କାର୍ଯ୍ୟରେ ସହଯୋଗ କରିବେ ଏବଂ ଉତ୍ସାହ ସହକାରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖା ଦେଇପାରେ। ଅଫିସ ଜନିତ କାର୍ଯ୍ୟରେ ଆଜି ବହୁତ ଉତ୍ସାହ ସହକାରେ କରିପାରନ୍ତି କର୍କଟ ରାଶି ବ୍ୟକ୍ତି କାର୍ଯ୍ୟ। ତେବେ କର୍କଟ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯେଉଁମାନେ ଜଡ଼ିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଅତି ଉତ୍ସାହର ଦିନ ହୋଇପାରେ। ଖୋଲା କଥାବାର୍ତ୍ତା ସହିତ ଭଲ ବୁଝାମଣା ରହିବ। ତତ୍ସହିତ କର୍କଟ ରାଶି ବ୍ୟକ୍ତି ଆଜି ନୂତନ ପ୍ରେମ କଥାବାର୍ତ୍ତା ପାଇଁ ଭାଗ୍ୟ ଆପଣଙ୍କର ସାଥ ଦଉଛି। ଆଜି କର୍କଟ ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ପୂର୍ଣ୍ଣ ସୁଯୋଗ ରହୁଛି। ପୂର୍ବରୁ ଯଦି କିଛି ସମାଧାନ ବା ସମସ୍ୟା ଥିବ ତାହା ଆଜି ସମାଧାନ କରନ୍ତୁ, ନିଶ୍ଚିତ ଆପଣଙ୍କର ଭାଗ୍ୟ ସାଥ ଦେବ। ଆଜି କର୍କଟ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ସାଥ ଦେଉଛି। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ଅନେକ ପ୍ରକାର ସଫଳତା ପାଇପାରନ୍ତି। ଆଜି କର୍କଟ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣଙ୍କର ଭାଗ୍ୟ ନିଶ୍ଚିତ ଶୁଭଯୋଗ ପରିସ୍ଥିତି ବନଉଛି। ତତ୍ସହିତ ଆଜି ଯେକୌଣସି ଅର୍ଥଜନିତ ନିଷ୍ପତ୍ତି ବା ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଶୁଭଯୋଗ ବନଉଛି। ଆଜି କର୍କଟ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ମାନସିକ ସ୍ତରରେ ମଧ୍ୟ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ସ୍ଥିର ରହିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣ ନୂତନ କିଛି କାର୍ଯ୍ୟରେ ଯୋଗ ଦେବା ପାଇଁ ଭାଗ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ଶୁଭଯୋଗ ପରିସ୍ଥିତି ବନଉଛି। ତତ୍ସହିତ ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କ ସପକ୍ଷରେ ଯିବ। ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ଆଜି ସମ୍ପୂର୍ଣ୍ଣ ହେବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ନିଜର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସାଥ ଦେଉଛି। ଆଜି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର ନିଷ୍ଠା ହିଁ ସଫଳତାର ମାଧ୍ୟମ ବନେଇପାରେ। ତତ୍ସହିତ ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟକୌଶଳ ଦୃଷ୍ଟି ଆକର୍ଷଣ କରିପାରେ, ଯାହାକି ଆପଣଙ୍କର ଉପରସ୍ଥ କର୍ମଚାରୀଙ୍କ ଠାରେ ଏବଂ ପ୍ରଶଂସା ପାଇବାର ଯୋଗ୍ୟ ବନି ଯାଇପାରନ୍ତି ସିଂହ ରାଶି ବ୍ୟକ୍ତି। ଆଜି ସିଂହ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯେଉଁମାନେ ଜଡ଼ିତ ଅଛନ୍ତି ବିଶେଷ କରି ଆପଣଙ୍କର ମଧୁର ବାର୍ତ୍ତାଳାପ ସହିତ କିଛି ଦୂରଯାତ୍ରା କରିପାରନ୍ତି ବା ମୁହୂର୍ତ୍ତ କିଛି
ଭଲ ଜାଗାରେ ଅତିବାହିତ କରିପାରନ୍ତି। ତେବେ ସିଂହ ରାଶି ବ୍ୟକ୍ତି ଆଜି ପାରିବାରିକ ସମସ୍ୟା ଭଲ ରହିବ। ଆଜି ଯଦି ସିଂହ ରାଶି ବ୍ୟକ୍ତି ଦୂରଯାତ୍ରା କରୁଛନ୍ତି କୌଣସି କାର୍ଯ୍ୟରେ ନିଶ୍ଚିତ ଭାଗ୍ୟ ସାଥ ଦେବ ଏବଂ ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଯୋଉମାନେ କାର୍ଯ୍ୟ କରୁଛନ୍ତି ଆଜି ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବାର ଉତ୍ତମ ଯୋଗ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିପାରନ୍ତି। ଆଜି ସିଂହ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରତା ଅବଲମ୍ବନ କରିବା ସହିତ କିଛି ନୂତନ ବିନିଯୋଗ କରିବା ପାଇଁ ଭାଗ୍ୟ ଆପଣଙ୍କର ଶୁଭ ଯୋଗ ପରିସ୍ଥିତି ବନଉଛି। ତତ୍ସହିତ ଆଜି ଯେକୌଣସି ଅର୍ଥଜନିତ କାରବାରରେ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1। ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ଯାହାକି ପ୍ରଗତି ସହିତ ପ୍ରତ୍ୟେକ କାର୍ଯ୍ୟକୁ ଚିନ୍ତାଜନକ କରିବାର ଆବଶ୍ୟକତା ରହିଛି। ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ପ୍ରତିବନ୍ଧକ ଆସିପାରେ, ଯାହାକୁ ସାମ୍ନା କରି ବା ସତର୍କତା ଅବଲମ୍ବନ କରି ତାହା କାର୍ଯ୍ୟ କରିଲେ ନିଶ୍ଚିତ ଫଳାଫଳ ସଫଳତା ଆଡ଼କୁ ଅଗ୍ରଗତି କରିପାରେ। ତେବେ କନ୍ୟା ରାଶି ବ୍ୟକ୍ତି ସହକର୍ମୀଙ୍କ ସହିତ ଭଲ ସମ୍ପର୍କ ରହି ନପାରେ, ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ନିଜର କାର୍ଯ୍ୟ କୌଶଳକୁ କିଛି ପରିବର୍ତ୍ତନ କରି ସଫଳତା ଆଡ଼କୁ ଆଣିବା ପାଇଁ ଚେଷ୍ଟା କରନ୍ତୁ। ତେବେ ଦୈନନ୍ଦିନ କାର୍ଯ୍ୟରେ ତ୍ରୁଟି ହୋଇପାରେ, ବିଶେଷ କରି ଅଫିସ ଜନିତ କାର୍ଯ୍ୟରେ ଏହା ଅଧିକ ଦେଖା ଦେଇପାରେ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢା ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ନିଜ ଭିତରେ ଭୁଲ ଖରାପ ସମ୍ପର୍କ ଅଧିକ ଦେଖାଦେବ, ଅର୍ଥାତ ନିଜ ଭିତରେ କଳହ ଯୁକ୍ତିତର୍କ ଆସିବାର ସମ୍ଭାବନା ରହୁଛି। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବାର ଚେଷ୍ଟା କରନ୍ତୁ, କାରଣ ଆଜି ପରିବାର ସମ୍ବନ୍ଧରେ କିଛି ଅସ୍ଥିରତା ବା ନିଜ ଭିତରେ କଳହଯୁକ୍ତ ରହିପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି କନ୍ୟା ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅର୍ଥକୁ ସୀମିତ ରଖନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ, କାରଣ ଅର୍ଥ ଆପଣଙ୍କର ଭାଗ୍ୟ ଆଜି ନିମ୍ନଗାମୀ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଭିତରେ ଯୋଡି ରହିପାରନ୍ତି। ତେଣୁ ପୂର୍ବରୁ ବିଶେଷ କରି ସ୍ୱାସ୍ଥ୍ୟ ସମସ୍ୟା ଯଦି ଥିବ ଆଜି ଆହୁରି ଖରାପ କରିଦେଇପାରେ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9। ଭାଗ୍ୟ ରଙ୍ଗ ଆପଣଙ୍କର ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 65% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ଦିନ ହୋଇନପାରେ, ତେଣୁ ଦିନଚର୍ଯ୍ୟା କାର୍ଯ୍ୟଗୁଡ଼ିକୁ ସତର୍କତା ସହିତ ପରିଚାଳନା କରନ୍ତୁ। ଅଧିକ ଚିନ୍ତା ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଆବଶ୍ୟକ ସ୍ଥଳେ ତୁଳା ରାଶି ବ୍ୟକ୍ତି ପ୍ରାର୍ଥନା ଯୁଗ କିମ୍ବା ପ୍ରବଚନ ଶୁଣନ୍ତୁ, ଯାହା ଆପଣଙ୍କର କାର୍ଯ୍ୟ ବା ମାନସିକ ସ୍ଥିତି ଭଲ ରହିବ, କାର୍ଯ୍ୟରେ ସଫଳତା ପାଇବେ। ଆଜି ଯାହାକି ତୁଳା ରାଶି ବ୍ୟକ୍ତିଙ୍କର କଠିନ ପରିଶ୍ରମ ସତ୍ତ୍ୱେ ଆପଣଙ୍କର ଭାଗ୍ୟ ସାଥ ନ ଦେଇପାରେ, ଯାହା ପାଇଁ କାର୍ଯ୍ୟ ପରିଚାଳନା କରିବା ଭାରି କଷ୍ଟକର ହୋଇପାରେ। ଆଜି ଯାହାକି ତୁଳା ରାଶି ବ୍ୟକ୍ତିଙ୍କର ପ୍ରତ୍ୟେକ କାର୍ଯ୍ୟ ବିଶେଷ କରି ଅଫିସ ଜନିତ କାର୍ଯ୍ୟ ପ୍ରତି ସଚେତନ ରହିବା ସହିତ ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଭାଗ୍ୟ ନିମ୍ନଗାମୀ ରହୁଛି ଏବଂ ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଯାହାକି ପାଠ ପଢାରେ ଅବହେଳା ହୋଇପାରେ, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ତୁଳା ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ନିଜର ପ୍ରେମ ଦୁନିଆକୁ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଭାବ ପ୍ରବଣତା ବା କଳହ ଯୁକ୍ତିତର୍କ ଠାରୁ ନିଜକୁ ସନ୍ତୁଳନ ରଖିଲେ ତାହା ଆପଣଙ୍କ ପାଇଁ ଭଲ ହେବ, ନହେଲେ ନିଜ ଭିତରେ ସମ୍ପର୍କ ଖରାପ ହବାର ଅନେକ ଚାନ୍ସ ରହୁଛି। ଆଜି ତୁଳା ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ସୀମିତ ରଖିବା ପାଇଁ ଚେଷ୍ଟା କରନ୍ତୁ।
ପ୍ରିୟଜନଙ୍କ ସହିତ ଆପଣ ଭଲ ସମ୍ବନ୍ଧ ରଖନ୍ତୁ, ଯାହା ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ସାହାଯ୍ୟ କରିପାରନ୍ତି ପ୍ରିୟଜନ। ତେବେ ଆଜି ତୁଳା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଯାହାକି କିଛି ସମସ୍ୟା ଭିତରେ ଜଡ଼ିତ ରହିପାରେ। ପୂର୍ବରୁ ଯଦି ଆଖି ଜନିତ କିଛି ସମସ୍ୟା ଥିବ ତେବେ ଆଜି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି, କାରଣ ଆଖି ଜନିତ ସମସ୍ୟା ଆପଣଙ୍କୁ ଅଧିକ କଷ୍ଟ ଦେଇପାରେ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ଆପଣଙ୍କର ଯାହାକି କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ନିଶ୍ଚିତ ଧ୍ୟାନ ପୂର୍ବକ କାର୍ଯ୍ୟ କରିଲେ ସମସ୍ତ କାର୍ଯ୍ୟ ଆପଣଙ୍କୁ ସଫଳତା ଆଣିଦେବ ଏବଂ କାର୍ଯ୍ୟରେ ମଧ୍ୟ ସନ୍ତୁଷ୍ଟତା ଅନୁଭବ କରିପାରନ୍ତି। ଆଜି ବିଛା ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ ଦୁର୍ବଳତା ସତ୍ତ୍ୱେ ମଧ୍ୟ ଭଲ ପ୍ରଦର୍ଶନ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ଆପଣଙ୍କର କାର୍ଯ୍ୟକୌଶଳ ଦେଖି ଉପରସ୍ଥ କର୍ମଚାରୀ ଏବଂ ସହଯୋଗୀ ମାନେ ଆପଣଙ୍କୁ ପ୍ରଶଂସା କରିପାରନ୍ତି। ତେବେ ଆଜି ବିଛା ରାଶି ବ୍ୟକ୍ତି ବିଶେଷ କରି ଦୂରଯାତ୍ରା ଆଜି ନାସ୍ତି କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ, କାରଣ ଘାତ ଚନ୍ଦ୍ର ଯୁକ୍ତ ରହୁଛି, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ବିଛା ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ନିଜର ଜୀବନ ସାଥୀଙ୍କ ସହିତ ଭଲ ବାର୍ତ୍ତାଳାପ କରିପାରନ୍ତି। ଯଦି କିଛି ପୂର୍ବରୁ ଭୁଲ ବୁଝାମଣା ଥିବ ତାହା ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ବିଛା ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢା ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି। ତେବେ ରାଜନୈତିକ ସାମାଜିକ କ୍ଷେତ୍ରରେ ଯେଉଁ ବ୍ୟକ୍ତି ମାନେ କାମ କରୁଛନ୍ତି ସେମାନଙ୍କର ଭାଗ୍ୟ କିଛି ମାତ୍ରାରେ ଆଜି ଶୁଭଯୋଗ ପରିସ୍ଥିତି ରହୁଛି, କିନ୍ତୁ ଆପଣ କୌଣସି ରିସ୍କଫୁଲ ବା ଯୁକ୍ତିତର୍କ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ତେବେ ବିଛା ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆପଣ ଆଶା ଅନୁଯାୟୀ ଲାଭ ନ କରିପାରନ୍ତି, କିନ୍ତୁ ନୂତନ ବେପାର ବାଣିଜ୍ୟ ପାଇଁ ଆଜି ଉପଯୁକ୍ତ ସମୟ ଆପଣଙ୍କ ପାଇଁ ହୋଇନପାରେ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଏବଂ ଦୂରଯାତ୍ରା ବିଶେଷ କରି ଗାଡ଼ି ଚାଳନା ପରିଚାଳନା କରୁଥିଲେ ସଚେତନ ସହକାରେ ପରିଚାଳନା କରନ୍ତୁ, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ଆପଣଙ୍କର ଧଳା ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ଆପଣଙ୍କର କଠିନ ପରିଶ୍ରମର ସଫଳତା ପ୍ରାପ୍ତ କରିବାର ଆଜି ଉପଯୁକ୍ତ ଦିନ ହୋଇପାରେ। ଆଜି ସର୍ବାଧିକ କାର୍ଯ୍ୟବ୍ୟସ୍ତତା ରହିବା ସତ୍ତ୍ୱେ ମଧ୍ୟ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ ଧନୁ ରାଶି ବ୍ୟକ୍ତିଙ୍କର। ଆଜି ଧନୁ ରାଶି ବ୍ୟକ୍ତି ନିଜର ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କୁ କାର୍ଯ୍ୟ ସଫଳତା ପାଇବେ। ଚାକିରି ଜନିତ କାର୍ଯ୍ୟରେ ଆପଣ ବହୁତ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଆପଣଙ୍କର କାର୍ଯ୍ୟକୌଶଳ ଦେଖି ନିଶ୍ଚିତ ଧନୁ ରାଶି ବ୍ୟକ୍ତି ଆପଣଙ୍କର ଅନ୍ତର ଭିତରେ ବା ସମାଜ ଚାରି ଆଖପାଖରେ ଆପଣଙ୍କୁ ନିଶ୍ଚିତ ଏକ ପ୍ରଶଂସା କରିବାର ପାତ୍ର ବନି ଯାଇପାରନ୍ତି ଧନୁ ରାଶି ବ୍ୟକ୍ତି। ଆଜି ଧନୁ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ପ୍ରତିଭା ପରିପ୍ରକାଶ କରି ଆପଣଙ୍କର ମାନ ସମ୍ମାନ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଧନୁ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଏକ ସଫଳତା ପ୍ରାପ୍ତ କରିବାର ଦିନ ହୋଇପାରେ। ଆଜି ଧନୁ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ଆପଣଙ୍କର ପ୍ରେମ ସମ୍ବନ୍ଧ ଅତି ମଧୁର ବାର୍ତ୍ତାଳାପ ଏବଂ ଭଲ ଦିନ ହୋଇପାରେ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ନୂତନ ପ୍ରେମର ବାର୍ତ୍ତାଳାପ ପାଇଁ ଶୁଭ ଯୁଗ ପରିସ୍ଥିତି ବନଉଛି। ତେବେ ଧନୁ ରାଶି ବ୍ୟକ୍ତି ଆଜି ପାରିବାରିକ ସମସ୍ୟା ଯଦି ପୂର୍ବରୁ ଥିବ ତାହା ସମାଧାନ ହବାର ଅନେକ ଚାନ୍ସ ରହୁଛି ଏବଂ ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦେଇପାରେ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି ଦେଖିଲେ ଆପଣ ବହୁତ ସଫଳତା ପାଇବେ। ତତ୍ସହିତ ଆଶା ଅନୁଯାୟୀ ବେପାର ବାଣିଜ୍ୟରେ ଅଧିକ ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଧନୁ ରାଶି ବ୍ୟକ୍ତି ଯାହାକି ନୂତନ ବେପାର ବାଣିଜ୍ୟ କରିବା ପାଇଁ ଶୁଭ ଯୁଗ ପରିସ୍ଥିତି ବନଉଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟି ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା
ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ନିଶ୍ଚିତ ଟିକେ ଧ୍ୟାନ ସହକାରେ କାର୍ଯ୍ୟ କରିବାକୁ ପଡିବ, କାରଣ ଆଜି ଆପଣଙ୍କର ପ୍ରତ୍ୟେକ ମାନସିକ କାର୍ଯ୍ୟ ବା କାର୍ଯ୍ୟ ପ୍ରତି ଭୟ ରହିପାରେ, ଦ୍ୱନ୍ଦ୍ୱ ଆସିବ। ଏହି କାରଣରୁ ଆପଣ ସଠିକ ନିଷ୍ପତ୍ତି ନେଇପାରିବେ ନାହିଁ। ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆଜି ଅନୁକୂଳ ଦିନ ହୋଇନପାରେ ମକର ରାଶି ବ୍ୟକ୍ତିଙ୍କର। କାମର ସଫଳତା ନ ପାଇ ମକର ରାଶି ବ୍ୟକ୍ତି ଆଜି ହତାଶ ହୋଇପାରନ୍ତି। ତତ୍ସହିତ ଆଜି ମକର ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ ବା ବିଶେଷ କରି ଆଜି ସ୍ଥିରତା ଅବଲମ୍ବନ କରନ୍ତୁ। ତେବେ ଆଜି ମକର ରାଶି ବ୍ୟକ୍ତି ଯାହାକି ଆପଣ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ନିଜର ପାଠ ପଢା ପ୍ରତି ଏକାଗ୍ରତା କମି ଯାଇପାରେ। ପ୍ରେମ ଦୁନିଆରେ ଯୋଉମାନେ ମକର ରାଶି ବ୍ୟକ୍ତି ଅଛନ୍ତି, କିଛି ସକାରାତ୍ମକ ଭୁଲ ବୁଝାମଣା ଭିତରେ ଆପଣଙ୍କର ମାନସିକ ବା ନିଜ ଭିତରେ କଳହ ଯୁକ୍ତିତର୍କ ହୋଇପାରେ। ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ଏବଂ ପାରିବାରିକ ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଯାହାକି ମକର ରାଶି ବ୍ୟକ୍ତିଙ୍କର ବେପାର ବାଣିଜ୍ୟରେ ଆପଣ ଆଶା ଅନୁଯାୟୀ ସଫଳତା ପାଇପାରିବେ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ମକର ରାଶି ବ୍ୟକ୍ତି ଆଜି ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଯାହାକି ଭଲ ନ ରହିପାରେ, ବିଶେଷ କରି ମାନସିକ ସ୍ଥିତି ଅସ୍ଥିରତା ଆଡକୁ ଅଗ୍ରଗତି କରିପାରେ। ତେଣୁ ମକର ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଘରୋଇ ସମସ୍ୟା ଠାରୁ ଆପଣ ଚିନ୍ତା ଅଧିକ ବଢିପାରେ। ତେଣୁ ପ୍ରତ୍ୟେକ କାର୍ଯ୍ୟ ଆପଣ ଟିକେ ପରାମର୍ଶ ନିଅନ୍ତୁ, ବିଶେଷ କରି ଆପଣଙ୍କର ଗୁରୁଜନ ବା ବୟସ୍କ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେଲେ ଆପଣଙ୍କର କାର୍ଯ୍ୟ ସଫଳତା ଆଡକୁ ଅଗ୍ରଗତି କରିପାରେ। ତେବେ କୁମ୍ଭ ରାଶି ବ୍ୟକ୍ତି ନିର୍ଦ୍ଧାରିତ କାର୍ଯ୍ୟଗୁଡ଼ିକୁ ସମୟ ଅନୁସାରେ ଆପଣ ସମାପ୍ତ କରି ନ ପାରନ୍ତି, ଯାହା ପାଇଁ ଆପଣଙ୍କର ସହକର୍ମୀଙ୍କ ସହିତ କିଛି ଭୁଲ ବୁଝାମଣାରେ କାର୍ଯ୍ୟ ଆପଣଙ୍କର କଳହଯୁକ୍ତ ଆଡକୁ ନେଇପାରେ। ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଯୋଉମାନେ କାର୍ଯ୍ୟ କରୁଛନ୍ତି, ନିଶ୍ଚିତ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେଣୁ ନିଶ୍ଚିତ ଆପଣ ଆଜି ସ୍ଥିରତା ଅବଲମ୍ବନ କରନ୍ତୁ। ତେବେ କୁମ୍ଭ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢା ପ୍ରତି ଏକାଗ୍ରତା ଜାହିର କରି କାର୍ଯ୍ୟ କରନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଯୋଉମାନେ ଅଛନ୍ତି, ନିଜ ଭିତରେ କିଛି ଭୁଲ ବିଚାରଧାରା ଯୋଗୁଁ ଆପଣଙ୍କର ଯୁକ୍ତିତର୍କ ଏବଂ ସମ୍ପର୍କରେ କିଛି ଫାଟ ସୃଷ୍ଟି ହୋଇପାରେ। ତେଣୁ ଆବଶ୍ୟକ ସ୍ଥଳେ ଏହାକୁ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ ଏବଂ କାର୍ଯ୍ୟ କରୁଥିଲା ବେଳେ ବା ଯୁକ୍ତିତର୍କ କରନ୍ତୁ ନାହିଁ। ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ନୂତନ ପ୍ରେମ ସମ୍ପର୍କ ପାଇଁ ବା ବାର୍ତ୍ତାଳାପ କରିବା ପାଇଁ ଆଜି ଶୁଭ ଯୁଗ ହୋଇନପାରେ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ପରିବାର ବର୍ଗଙ୍କ ସହିତ ମନାନ୍ତର ହବାର ଅନେକ ଚାନ୍ସ ରହୁଛି। ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ କୁମ୍ଭ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ଟିକେ ଅର୍ଥକୁ ପରିଚାଳନା କରିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ କିଛି ଖରାପ ଆଡକୁ ଅଗ୍ରଗତି କରିପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରହିବାର ଆବଶ୍ୟକତା ରହିଛି। ପୂର୍ବରୁ ଯଦି ଗୁଡଜନିତ ଯନ୍ତ୍ରଣା ଥିବ, ତାହା ଆଜି ଅଧିକ ବଢେଇ ଦେଇପାରେ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣଙ୍କର ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 50% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ସଫଳତା ଯୋଗ ବନଉଛି। ପୂର୍ବରୁ ପାଇଥିବା କଷ୍ଟ ଆଜି ଦୂରୀଭୂତ ହବାର ଅନେକ ଚାନ୍ସ ରହୁଛି। ଆଜି ବଡ ବଡ ନିଷ୍ପତ୍ତି ଅର୍ଥାତ୍ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଭାଗ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ଶୁଭଯୋଗ ପରିସ୍ଥିତି ବନଉଛି। ତେବେ ମୀନ ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟ କ୍ଷେତ୍ରରେ ଅନେକ ବୁଦ୍ଧିମତା ସହକାରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖା ଦେଇପାରେ। ଆଜି ମୀନ ରାଶି ବ୍ୟକ୍ତି
ଯାହାକି ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ ଉତ୍ସାହ ଏବଂ ଉଲ୍ଲାସରେ କାର୍ଯ୍ୟ କରିବେ, ଯାହାକି ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ମୀନ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦବଦବା ବଢିବ। ତତ୍ସହିତ ମୀନ ରାଶି ବ୍ୟକ୍ତି ଆଜି ଯାହାକି ଆପଣଙ୍କର କାର୍ଯ୍ୟ କୌଶଳ ଦେଖି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପାଇପାରନ୍ତି। ପୂର୍ବରୁ ଦେଇଥିବା ବାକିଆ ଟଙ୍କା ଫେରି ପାଇବାର ଅନେକ ଚାନ୍ସ ରହୁଛି। ତେବେ ମୀନ ରାଶି ବ୍ୟକ୍ତି ଆଜି ଯାହାକି ବେପାର ବାଣିଜ୍ୟରେ ଯେକୌଣସି ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି ମୀନ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଆଜି ଉତ୍ସାହର ଦିନ ହୋଇପାରେ ଏବଂ ବହୁତ ଆନନ୍ଦିତ ମଧ୍ୟ ଦେଇପାରେ। ତେବେ ମୀନ ରାଶି ବ୍ୟକ୍ତି ଆଜି ନୂତନ ପ୍ରେମ ପାଇଁ ଭାଗ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ସାଥ ଦେଉଛି। ଆଜି ପାରିବାରିକ ସମ୍ପର୍କ ଦୃଷ୍ଟିରୁ ଦେଖିଲେ ମୀନ ରାଶି ବ୍ୟକ୍ତିଙ୍କର ସମସ୍ତଙ୍କ ସହିତ ଭଲ ସମ୍ବନ୍ଧ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହାର ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ବିଷ୍ଣବେ ନମଃ। ନମସ୍କାର।